ମରଣଜନ୍ତା ପାଲଟିଛି 7 ମାଇଲ ବାଘଶାଳା ରାସ୍ତା। ଗଜପତି ଜିଲ୍ଲାରେ ରାସ୍ତାଗୁଡ଼ିକର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଅଧିକାଂଶ ଗ୍ରାମଗୁଡ଼ିକରେ ରାସ୍ତାଗୁଡ଼ିକ ଜନସାଧାରଣଙ୍କ ପାଇଁ ମରଣଜନ୍ତା ପାଲଟିଛି। ଗୋସାଣୀ ବ୍ଲକ ଅନ୍ତର୍ଗତ 7 ମାଇଲ ଠାରୁ ବାଘଶାଳା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। 7 ମାଇଲ ଠାରୁ ଜଙ୍ଗଲପାଡୁ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ 10 କିଲୋମିଟର ରାସ୍ତା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଏହି 10 କିଲୋମିଟର ରାସ୍ତା ମଧ୍ୟରେ ବାଘଶାଳା, ଶରଧାପୁର, ଅଗରଖଣ୍ଡି ଓ ବଡ଼ ଗୋସାଣୀ ପଞ୍ଚାୟତ ରହିଛି। ବିଶେଷ କରି 7 ମାଇଲ ଠାରୁ ବାଘଶାଳା ରାସ୍ତାରେ ବହୁ ସ୍ଥାନ ଖାଲ ଖମାରେ ପରିପୂର୍ଣ୍ଣ ହୋଇ ପଡ଼ିଛି। ସେହି କାରଣରୁ ଲୋକମାନେ ଯାନବାହନରେ ଯାତାୟାତ କଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଏହି ରାସ୍ତାରେ ଅଧିକାଂଶ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବର୍ଷା ଦିନେ ତ ଏହି ରାସ୍ତାର ଅବସ୍ଥା ନ କହିବା ଭଲ। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯଦି ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତାର ମରାମତି କରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।